তুমি ଆସିଲନି ନା କଣ? ହଁ କ'ଣ କହୁଥିଲ କି? କ'ଣ କାମ ଥିଲା ନା କ'ଣ? ରୁ ଗୋଟେ କଥା ଅଛି ତମ ସାଙ୍ଗେ ଯାଉଛି। କ'ଣ କହୁଥିଲ କ'ଣ? ତମ ସାଙ୍ଗେ ଗୋଟେ କଥା ଥିଲା। କ'ଣ କହୁନ? ତମେ ବଜାର ଆଜି ଯିବନି କି? ନା ଆଉ ବଜାର କାହିଁ ଯିବି? ବଜାର ଆଉ ଯିବିନି। କାଲି ବା ରାତି ପାଇଲେ ଜ୍ୟେଷ୍ଠ ପୁନେଇଟା, ମୋ ଝିଅ ଜ୍ୟେଷ୍ଠିଆ ବୋଲେ ତା ଡ୍ରେସ୍ ଆଣିବି ନା ନାହିଁ? ଆରେ ଝିଅ ଜ୍ୟେଷ୍ଠିଆ କଥା କହୁଛ ଠିକ୍ ଅଛି ଯେ ଏଇ ଦିନ ରଜରେ ମୁଁ 500-600 ଟଙ୍କା ଦେଇ ଡ୍ରେସ୍ ଆଣିଛି। ତମେ ନିଜେ ଚିନ୍ତା କଲ, ଘରକୁ 3 ଜଣ ମଣିଷ, ମୁଁ ଯଦି ପରିଶ୍ରମ କରି ପଇସାଟି ଯାହା ରୋଜଗାର କରୁଛି ସବୁ ଆମ ଖର୍ଚ୍ଚ ଖର୍ଚ୍ଚରେ ଯାଉଛି, ମୁଁ କେଉଁଠି ଏତେ ପଇସା ଆଣିବି? କାଲି ସମସ୍ତେ ନୂଆ ପିନ୍ଧିକି ବୁଲିବେ ଜ୍ୟେଷ୍ଠିଆ ମାନେ, ମୋ ଝିଅଟା ସେଠି ଦେଖି କାନ୍ଦିବ ନା ନାହିଁ? ଆରେ ନୂଆ ପିନ୍ଧିକି ବୁଲିବେ ପର୍ବପର୍ବାଣୀରେ ତ ସିଏ କ'ଣ ଛୋଟ ଛୁଆ ପର୍ବପର୍ବାଣୀ କ'ଣ ଜାଣୁଛି? ସିଏ କେବଳ ନୂଆ ପୁରୁଣା ଜାଣିବ। ତମେ ଗୋଟେ କାମ କରୁନ, ଯେଉଁ ଝୁଅ ଆମର ଡେଲି ଯେଉଁଟା ପିନ୍ଧେ, ଡେଲି ସାର୍ଟ ଯେଉଁଗୁରା, ସେ ବା ଆଉ ଭଳି ଥିଲା ନା କ'ଣ? ହଁ ଥିଲା ବା। ଆଉ ଭଳି ଥିଲା, ସେଇଆକୁ ପିନ୍ଧେଇ ଦେବ ତାକୁ, କାଲି ଗୋଟେ ଦିନ ଆଡଜଷ୍ଟ କରିଦିଅ। ସେଇ ପ୍ୟାଣ୍ଟ ସାର୍ଟ 100 ଟଙ୍କିଆକୁ ମୁଁ ପିନ୍ଧେଇବି? ଆରେ ପିନ୍ଧାଅ, ନ ପିନ୍ଧେଇଲେ ହବନି। ବର୍ତ୍ତମାନ ଯାହା ଯୁଗ ହେଲାଣି, ଭଲ ମନ୍ଦ ହେଲାଣି, ଆମେ ପୁଣି ମୋ କଥା ଟିକେ তুমি ଚିନ୍ତା କରୁଛ ନା ନାହିଁ? ମୁଁ ଏକୁଟିଆ ମଣିଷ, ରୋଜଗାର କରିବି, 4 ଜଣ ମଣିଷକୁ ଘରେ ଚଳେଇବି, କେତେ କଷ୍ଟ ମତେ ହେଉଥିବ କହିଲେ ଦେଖିବା। ଆଜି ଯଦି ଆମେ ଛୁଆଙ୍କୁ ଭଲ ଡ୍ରେସ୍ ଭଲ ମନ୍ଦ ଦେଲେ, ରାତି ପାଇଲେ ସେ ଛୁଆ ବଡ଼ ହେବେ, ବଡ଼ ହେଲା ବେଳେ ଆହୁରି ଜିଦି ଧରିବେ। ଜିଦି ଧରିଲେ ସେମାନେ କ'ଣ ଯାହା ସେମାନେ ପିନ୍ଧିବେ, କିନ୍ତୁ ଆମକୁ କଷ୍ଟ ହେବ। ଯେହେତୁ କାହିଁକି ନା ଆମେ ଏକୁଟିଆ ଲୋକ, ପରିଶ୍ରମ କରୁଛେ, ଘର ଚଳୁଛି, ଭଲ ମନ୍ଦ ହେଉଛି, ବନ୍ଧୁବାନ୍ଧବ, ଘର ଚଳିବା ସବୁ ଦେଖିବା ପାଇଁ ପଡ଼ୁଛି। ତ ନିଜେ ଟିକେ ଚିନ୍ତା କର, କ'ଣ ସେଇ ଡ୍ରେସ୍ ଦେଇଦେଲେ ହବନି? ସେ ଡ୍ରେସ୍ ତ ନୂଆ ଅଛି ନା ନାହିଁ? ନୂଆ ନା ପୁରୁଣା ଅଛି? ନୂଆ ଅଛି ତ? ନୂଆ ଅଛି, ସେଇଆକୁ ଦେଇଦେବ, କ'ଣ ହେଲା ସେଇଠି? ମୁଁ ବୁଝୁଛି ତମ ପରିସ୍ଥିତି। ହଉ ମୁଁ ସେଇଆକୁ ନହେଲେ ପିନ୍ଧେଇଦେବି। ହଁ ସେଇଆକୁ କର, ଆଉ କ'ଣ କରାଯିବ ତମେ କହୁନ ଦେଖିବା। ଏଇ ଦିନ 500-600 ଟଙ୍କା ଖର୍ଚ୍ଚ କରିଛି, ଆଉ ମୋ ପାଖରେ କ'ଣ ପଇସା, କ'ଣ ଏତେ କ'ଣ ପଇସା ଆଉଛି? ସବୁଦିନେ ପଇସା ମୋତେ ଖାଲି ମୋ ମୁଣ୍ଡଟାକୁ ଖାଲି କ'ଣ କରିଦେଉଛ ତମେ? ଡ୍ରେସ୍ ଆଣ, ଅମୁକ ଆଣ, ପର୍ବପର୍ବାଣୀ, ପର୍ବପର୍ବାଣୀ ଛୋଟ ପିଲା ସିଏ କ'ଣ ଜାଣିଛନ୍ତି? ତମେ ଯାଅ, କ'ଣ କାମ ଦାମ କର, ମୁଁ ଯାଇ, ମୋର କାମ ଅଛି, ମୁଁ ଆସେ ଟିକେ ପଦାରୁ, ହେଲା? ଯାଅ।